ଆଜିର ଅନୁଚିନ୍ତା କହିବା ପୂର୍ବରୁ ଥରୁଟିଏ ଚିନ୍ତା କରି କହିବା ଉଚିତ। କାହିଁକି ନା କୁହାଯାଇଥିବା କଥା କେବଳ କ୍ଷମା କରାଯାଇପାରେ, କିନ୍ତୁ କେବେ ଭୁଲା ଯାଇପାରେ ନାହିଁ। ଭୋଜନର ମହତ୍ତ୍ୱ ଯେପରି ଭୋକ ସମୟରେ ଜଣାପଡ଼ିଥାଏ, ଠିକ୍ ସେହିପରି ଭଗବାନଙ୍କ ମହତ୍ତ୍ୱ ଦୁଃଖ ସମୟରେ ଜଣାପଡ଼ିଥାଏ। ସମୟ ଯେବେ ଓଲଟିଥାଏ, ସବୁକିଛି ଓଲଟପାଲଟ କରିଦିଏ। ତେଣୁ ଭଲ ଦିନରେ ଅହଙ୍କାର କର ନାହିଁ, ଆଉ ଖରାପ ଦିନରେ ଟିକେ ଧୈର୍ଯ୍ୟ ଧର। ତାଙ୍କ ପାଇଁ ସକାଳ ହୋଇନଥାଏ ଯିଏ ଜୀବନରେ କିଛି ପାଇବାର ଆଶା ଛାଡ଼ି ଦେଇଛି। ସକାଳ ତାଙ୍କ ପାଇଁ ହୋଇଥାଏ ଯିଏ ବାରମ୍ବାର ପରାଜୟ ପରେ ବି କିଛି ପାଇବାର ଆଶା ରଖିଥାଏ। ଜୟ ଜଗନ୍ନାଥ।